ବାହାଘର ପରେ ନିଜ ଶାଶୁଘରେ କେମିତି ଚଳୁଛନ୍ତି ଏବଂ କ'ଣ କରୁଛନ୍ତି ଜସ୍ମିନ୍ ରଥ ଜାଣିବା ପାଇଁ ହେଲେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖି ନିଅନ୍ତୁ। ଓଡ଼ିଆ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ଜସ୍ମିନ୍ ରଥ ଯିଏକି ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବାହାଘର ପରେ ଜସ୍ମିନ୍ ରଥ ତାଙ୍କ ଶାଶୁଘରେ କେମିତି ସମୟ କାଟୁଛନ୍ତି ଏବଂ ସେ କ'ଣ କରୁଛନ୍ତି ତାହା ଜାଣିବାକୁ ପ୍ରଶଂସକମାନେ ବେଶ୍ ଆଗ୍ରହୀ ହୋଇ ରହିଛନ୍ତି। ନୂଆ ପରିବାରର ସଦସ୍ୟମାନଙ୍କ ସହ ସେ ଖୁବ୍ ସହଜରେ ମିଶି ଯାଇଥିବା ଜଣାପଡ଼ିଛି। ଘରର ବିଭିନ୍ନ ପାରମ୍ପରିକ ରୀତିନୀତିରେ ସେ ସକ୍ରିୟ ବା ରୋଷେଇ କରିଛନ୍ତି। ଆଜି ପ୍ରଥମ ରୋଷେଇ ଶାଶୁଘରେ କରିଛନ୍ତି। ଏପଟେ ତାଙ୍କ ଅଭିନୟ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ବିବାହ ପରେ କିଛି ଦିନ ପରିବାର ସହ ସମୟ ବିତାଇବା ପରେ ସେ ପୁଣି ନିଜ କାମକୁ ବା ସୁଟିଂ ସେଟ୍କୁ ଫେରିବେ ବୋଲି ଜଣାପଡ଼ିଛି। ସୋସିଆଲ ମିଡ଼ିଆରେ ଆପଣମାନେ ଦେଖିଥିବେ ନିଜ ମୋବାଇଲକୁ ସ୍କ୍ରୋଲ୍ କରିବା ସମୟରେ କିଛି ଫଟୋ ଏବଂ ଭିଡ଼ିଓ ଜସ୍ମିନ୍ଙ୍କର ନଜର ଆସିଛନ୍ତି। ନୂଆ ବଧୂ ବେଶରେ ସେ ବେଶ୍ ସୁନ୍ଦର ଦେଖାଯାଉଛନ୍ତି। ତାଙ୍କର ସରଳ ହସ ଓ ପାରମ୍ପରିକ ପୋଷାକ ପ୍ରଶଂସକଙ୍କ ମନ ଜିତି ନେଇଛନ୍ତି। ଓଡ଼ିଆ ଟିଭି ସିରିଏଲ୍ ଅଭିନେତ୍ରୀ ଜସ୍ମିନ୍ ରଥ ଯିଏକି ତାଙ୍କ ହସରେ ଅଗଣିତ ଦର୍ଶକଙ୍କୁ ବାନ୍ଧି ରଖୁଛନ୍ତି। ତେବେ ବାହାଘର ପରେ ଜସ୍ମିନ୍ ରଥ ନୂଆ ଜୀବନ ଆରମ୍ଭ କରିଛନ୍ତି। ଜସ୍ମିନ୍ଙ୍କ ନୂଆ ବୈବାହିକ ଜୀବନ ସୁଖମୟ ହେଉ ବୋଲି ତାଙ୍କ ଅସଂଖ୍ୟ ପ୍ରଶଂସକ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଥମ ଥର ପାଇଁ ଜସ୍ମିନ୍ ରଥ ନିଜ ଶାଶୁଘରେ ରୋଷେଇ କରିଛନ୍ତି ଏବଂ ଶାଶୁ ଶ୍ୱଶୁର ଏବଂ ସ୍ୱାମୀଙ୍କ ସହ ବେଶ୍ ଖୁସିରେ ଅଛନ୍ତି। ଆଗାମୀ ଦିନରେ ଜସ୍ମିନ୍ ରଥ ପୁଣି ଅଭିନୟ ଜଗତରେ ନୂଆ ପ୍ରୋଜେକ୍ଟ ସହ କାମ କରି ଦର୍ଶକଙ୍କ ସାମ୍ନାକୁ ଆସିବେ ବୋଲି ସମସ୍ତଙ୍କର ଆଶା ରହିଛି। ତେବେ ସେ ସୁଟିଂକୁ ଫେରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା।